ଶିଲୋରେ ସଦାପ୍ରଭୁ ସାମୁଏଲକୁ ଆପଣାର ବାକ୍ୟ ଦ୍ୱାରା ପ୍ରକାଶ କଲେ। ନିଶ୍ଚିତ ଭାବରେ ଆଜିର କ୍ୱେଶ୍ଚିନ୍ ମୁଁ ଲେଖିଥିଲି କଣ ଦ୍ୱାରା ଆପଣଙ୍କୁ ପ୍ରକାଶ କରନ୍ତି, କିନ୍ତୁ ତାର ଆନ୍ସର ଆଜି ବାକ୍ୟ ବାଧ୍ୟ ହେଲି ମୁଁ ଆଜିର ବାକ୍ୟ ଶୁଣିବାରୁ ନିଶ୍ଚିତ ଭାବରେ ପ୍ରଭୁ ତାଙ୍କର ବାକ୍ୟ ଦ୍ୱାରା ତାଙ୍କର ଲୋକମାନଙ୍କୁ ପ୍ରକାଶ କରନ୍ତି। ଆଉ ପ୍ରଭୁଙ୍କର ଦାସଙ୍କୁ ମଧ୍ୟ ଆଉ ସୁନ୍ଦର ବାକ୍ୟ ପାଇଁ ଧନ୍ୟବାଦ। ଆସନ୍ତୁ ଆମେ ଯେ ପ୍ରକାର କି ସାମୁଏଲ ପୁସ୍ତକରୁ ଆଜି ଆମେ ଚିନ୍ତା କରିବା ବା ବାଇବେଲ କୁଇଜ କରିବା ପାଇଁ ଡିସାଇଡ କରିଛୁ, ମନୋନୀତ କରିଥିଲି, ପ୍ରଭୁ ଅନୁଗ୍ରହ କଲେ। ତ ଆମେ ଆରମ୍ଭ କରିବା। ଆମେ ସମସ୍ତେ ସାମୁଏଲ ପୁସ୍ତକ ସହିତ ବହୁତ ଜଡ଼ିତ ଅଟୁ, କିନ୍ତୁ ଏହା ଗୋଟେ ସମସ୍ତଙ୍କ ପାଇଁ ଖୁସି ଏବଂ ଆନନ୍ଦର ବିଷୟ ଯୋଉଟା କି ଅଧିକ ଈଶ୍ୱରଙ୍କର ବାକ୍ୟକୁ ପଢିବା ପାଇଁ ଆମକୁ ସହାୟକ ହେଉଛି। ତ ପ୍ରଥମ ବିଷୟ ଆପଣ ମାନଙ୍କ ନିକଟ ରଖେ, ଆଉ ଯୋଉମାନେ ଆନ୍ସର କହିବେ ଅନମ୍ୟୁଟ କରିକି ଆଉ କହିପାରିବେ। ତ ଇଲକାନାଙ୍କର ପିତାଙ୍କ ନାମ କଣ ଥିଲା? ରାମାଥୋୟମ ସୁଫିମ। ଇଲକାନାଙ୍କର ପିତାଙ୍କ ନାମ ଆଉ କିଏ କହିବେ? ଜିରୋହମ। ଠିକ ଅଛି। ଦ୍ୱିତୀୟ ପ୍ରଶ୍ନ, ଇଲକାନା ସଦାପ୍ରଭୁଙ୍କ ନିକଟରେ ଆରାଧନା ଓ ବଳିଦାନ କରିବାକୁ ଯାଉଥିଲେ? ଠିକ ଅଛି, ଗୁଡ୍ ଆନ୍ସର। ଠିକ। କିଏ ଆପଣ ସ୍ତ୍ରୀଙ୍କୁ କହିଥିଲେ ମୁଁ କି 10 ପୁତ୍ର ଠାରୁ ତୁମ୍ଭ ପ୍ରତି ଉତ୍ତମ ନୁହେଁ? ଆପଣ ଦାସୀ କି ପାପାଧମ କନ୍ୟା ବୋଲି ଜ୍ଞାନ ନ କର। କିଏ ବହୁତ ଧନ୍ୟବାଦ, ପୁରା ବହୁତ ଭଲ ଭଲ ଆନ୍ସର କହୁଛନ୍ତି। ହାନ୍ନା ଓ ଇଲକାନାଙ୍କର ବାସସ୍ଥାନ କେଉଁଠି ଥିଲା? ରାମରେ। ସାମୁଏଲର ନାମର ଅର୍ଥ କଣ? ଈଶ୍ୱର ଦତ୍ତ। ପରମେଶ୍ୱର ଦତ୍ତ। କାହାର ପୁତ୍ର ମାନେ ପାପଧମ ସନ୍ତାନ ଥିଲେ? ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ, ବହୁତ ଜଲ୍ଦି ଆପଣ ବହୁତ ଭଲରେ କହୁଛନ୍ତି। କାହାର ଅନ୍ତଃକରଣ ପରମେଶ୍ୱରଙ୍କ ସିନ୍ଧୁକ ନିମନ୍ତେ କମ୍ପିତ ହୋଇଥିଲା? ଧନ୍ୟବାଦ, ବହୁତ ବଢିଆ ଆନ୍ସର। ପରମେଶ୍ୱରଙ୍କ ସିନ୍ଧୁକ ଧରାଯିବା କଥା ଶୁଣି କିଏ ଆସନରେ ପଡି ଆଉ ଧନ୍ୟବାଦ। କାହାର ଗର୍ଭାଶୟକୁ ସଦାପ୍ରଭୁ ରୁଦ୍ଧ କରିଥିଲେ? ଧନ୍ୟବାଦ। ମୁଁ ତୁମ୍ଭ ପରିତ୍ରାଣରେ ଆନନ୍ଦ କରୁଅଛି। এই ব্যক্তি ଧନ୍ୟବାଦ। କାହାର କଥା ପ୍ରଭୁ ତଳେ ପଡିବାକୁ ଦେଲେ ନାହିଁ? ଧନ୍ୟବାଦ, ମୋତେ କହୁଛନ୍ତି ଧନ୍ୟବାଦ। ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ଛାଉଣୀକୁ ଆସନ୍ତେ ଇସ୍ରାଏଲ ଲୋକମାନେ ଯୋଉ ମହାଯୋଜନୀ କଲେ, କଣ କମ୍ପିବାକୁ ଲାଗିଲା? ପୃଥିବୀ କମ୍ପିଲା। ଗୁଡ୍ ଆନ୍ସର, ପୃଥିବୀ କମ୍ପିଲା। ପରମେଶ୍ୱରଙ୍କ ନିୟମ ସିନ୍ଧୁକ ଧରା ପଡିବା ପରେ କେଉଁ 2 ଜଣ ବ୍ୟକ୍ତି ହତ ହୋଇଥିଲେ? ବହୁତ ବଢିଆ। ଏଲି ଯାଜକ କେତେ ବର୍ଷ ଇସ୍ରାଏଲର ବିଚାର କରିଥିଲେ? 40 ପାଣି କରିକି ରଖୁଛନ୍ତି, ମତେ ତ ଡର ଲାଗୁଛି, ଆଉ ପଚାରିବେ ନାହିଁ। ଐକାବତ୍ର ଅର୍ଥ କଣ? ହୀନ ଗୌରବ।
ସମାର୍ଥକ ପ୍ରସ୍ତର ହୀନ ଗୌରବ। ହୀନ ଗୌରବ। ସାମୁଏଲ କୋ ବସ୍ତ୍ର ପିନ୍ଧି ସଦାପ୍ରଭୁଙ୍କ ସମ୍ମୁଖରେ ପରିଚର୍ଯା କରୁଥିଲେ? ଶୁକ୍ଳ ଏପଦ ଶୁକ୍ଳ ଏପଦ। ଗୁଡ୍ ଆନ୍ସର, ଠିକ ଆନ୍ସର। ସଦାପ୍ରଭୁଙ୍କ କର୍ମର କଥା ଶୁଣିଲେ ଲୋକମାନଙ୍କର କର୍ଣ୍ଣ କି ପ୍ରକାର ହୁଏ? ଝାଁ ଝାଁ। ଝାଁ ଝାଁ ଗୁଡ୍, ବଢିଆ 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 ଆନ୍ସର। ପଲେଷ୍ଟୀୟ ମାନେ ସଦାପ୍ରଭୁଙ୍କ ସିନ୍ଦୁକ ନେଇ କୋଉ ମନ୍ଦିରରେ ରଖିଥିଲେ? ଦାଗନ। ବହୁତ ବଢିଆ। ପରମେଶ୍ୱରଙ୍କ ନିୟମ ସିନ୍ଦୁକ କୋଉ ଦେବତା ନିକଟରେ ରଖିଥିଲେ? ଦାଗନ ଦେବତା। ଅସ୍ଦୋଦୀୟ ଲୋକମାନଙ୍କୁ ପ୍ରଭୁ କୋଉ ରୋଗରେ ଆଘାତ କରି ସଂହାର କରିଥିଲେ? ମାନେ ତ ଲାଗୁଛି ଆପଣ 1 ରୁ 5 ପର୍ଯ୍ୟନ୍ତ ପୁରା ମାନେ କମ୍ପ୍ୟୁଟର ଉପରେ ପୁରା ଫିଟ୍ କରିକି ରଖିଛନ୍ତି। ଇକ୍ରନର ଲୋକମାନଙ୍କ ଆର୍ତ୍ତନାଦ କେଉଁ ପର୍ଯ୍ୟନ୍ତ ଉଠିଲା? ଆକାଶକୁ ଉଠିଲା। ଆକାଶକୁ ଉଠିଲା। ସାମୁଏଲ ସଦାପ୍ରଭୁଙ୍କ କଣ ହେବାକୁ ନିଯୁକ୍ତ ହୋଇଅଛନ୍ତି ବୋଲି ଇସ୍ରାଏଲ ଲୋକମାନେ ଜ୍ଞାତ ହେଲେ? ଭବିଷ୍ୟତ ବକ୍ତା। ଭବିଷ୍ୟତ। କାହାକୁ ବଧ କରିବାକୁ ସଦାପ୍ରଭୁଙ୍କର ଇଚ୍ଛା ଥିଲା? ଏଲିର ସନ୍ତାନ ଅଗ୍ନି ଓ ପିନୋସକୁ। ପ୍ରଥମ ସାମୁଏଲ 2:22 ରୁ 25 ପଦରେ ଲେଖାଯାଏ, କୁଶଳରେ ଯାଅ, ଯାହା ତୁମ୍ଭେ ମାଗିଲ ଇସ୍ରାଏଲର ପରମେଶ୍ୱର ତୁମ୍ଭ ସେହି ନିବେଦନ ଅନୁସାରେ ତୁମକୁ ଦେଅନ୍ତୁ। କିଏ କାହାକୁ କହିଥିଲେ? ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। କିଏ ଗୋଟିଏ ପୁତ୍ର ଦିଅ ବୋଲି ପ୍ରଭୁଙ୍କ ନିକଟରେ ମାନତ କରି ପ୍ରାର୍ଥନା କରିଥିଲେ? ହାନା। ସଦାପ୍ରଭୁ କାହାର ପ୍ରାର୍ଥନାକୁ ସ୍ମରଣ କରିଥିଲେ? ହାନାର ପ୍ରାର୍ଥନା। ବାଳକ ସାମୁଏଲଙ୍କର ମା ସାମୁଏଲ ପାଇଁ ପ୍ରତିବର୍ଷ କେଉଁ ଜିନିଷ ଆଣି ଦେଉଥିଲେ? ଚୌକା ବନେଇକି ପ୍ରତିବର୍ଷ ସାମୁଏଲକୁ ଆଣିକି ଦେଉଥିଲେ। ଗୁଡ୍ ଆନ୍ସର। ଏଲିଜାବେଥଙ୍କ ଚକ୍ଷୁ କଣ ହେବାରୁ ସେ ଦେଖିପାରିଲେ ନାହିଁ? କଣ ହେଲା ଚକ୍ଷୁ ସେ ଦେଖିପାରିଲେ ନାହିଁ? ବଢିଆ। ହାନ୍ନାଙ୍କୁ ଏଲ୍କାନା କେତେ ଅଂଶ ଦେଲା? 2 ଗୁଣ। ହାନ୍ନା କେଉଁ ପ୍ରକାର ମନା ହୋଇ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ? ସମସ୍ତଙ୍କୁ ପ୍ରଭୁ ଆଶୀର୍ବାଦ କରନ୍ତୁ। ବହୁତ ସବୁ ଗୁଡ୍ ଆନ୍ସର, ସବୁ ଗୁଡ୍ ଆନ୍ସର। ସାମୁଏଲ ବାଳକ ଥିବା ସମୟରେ ସଦାପ୍ରଭୁଙ୍କ ବାକ୍ୟ କଣ ଥିଲା? ସାମୁଏଲ କ୍ରମେ ବୃଦ୍ଧି ପାଇ କାହା କାହା ସାକ୍ଷାତରେ ଅନୁଗ୍ରହର ପାତ୍ର ହେଲେ? ମନୁଷ୍ୟ ପରମେଶ୍ୱର। ସଦାପ୍ରଭୁ ଓ ମନୁଷ୍ୟ ସାକ୍ଷାତରେ, ଯୋଉଟା କି 2:26 ପଦରେ ଲେଖାଯାଏ। ଧନ୍ୟବାଦ। କିଏ କିଛି ଗୁପ୍ତ ନ କରି ସମସ୍ତ କଥା ଏଲିଯାଜକଙ୍କୁ କହିଲା? ଧନ୍ୟବାଦ। ସେ ତ ସଦାପ୍ରଭୁ ଯାହା ତାଙ୍କ ଦୃଷ୍ଟିରେ ଭଲ ତାହା ସେ କରନ୍ତୁ। ଏଲିଯାଜକ ଏଲିଯାଜକ କେତେ ବର୍ଷରେ ମଲେ? 98 ଇୟରରେ ସେ ଯାହା ତୁମ୍ଭକୁ ଭଲ ଦିଶେ ତାହା ତୁମ୍ଭେ କର। କିଏ କାହାକୁ କହିଥିଲେ?
ଇଲକାନା ହାନାକୁ କହିଥିଲେ। ଇଲକାନା ହାନା କହିଥିଲେ। ଇଲକାନା ହାନାକୁ କହିଥିଲେ। ଇଲକାନା ହାନା ये व्यक्ति माने सदाप्रभुଙ୍କ ନୈବେଦ୍ୟକୁ ଜ୍ଞାନ କରୁଥିଲେ। ହଫନି ହପନି ଅପିନାସ। ଏବଂ ପିନାସ। ଅଗ୍ନି ଏବଂ ହପନି ପିନାସ। କିଏ କାହାକୁ ରୋଷ ଜନ୍ମାଉଥିଲା? ପନିନା ହାନାକୁ। ପନିନା ହାନା ରୋଷ ଜନ୍ମାଉଥିଲା। ଆଉ ଗୋଟିଏ କ୍ୱେଶ୍ଚିନ୍ ଅଛି, ସଦାପ୍ରଭୁ ମୋହର ଶୃଙ୍ଗ ଉନ୍ନତ କରିଅଛନ୍ତି, କିଏ କହିଥିଲେ? ହାନା 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 କହିଥିଲେ। ହାନା କହିଥିଲେ। ହାନା କହିଥିଲେ। ସଦାପ୍ରଭୁ କଣ ଅଧା ରହିବ। ସଦାପ୍ରଭୁ କଣ ଦ୍ୱାରା ଆପଣାକୁ ପ୍ରକାଶ କରିଥିଲେ? ବାକ୍ୟ ଦ୍ୱାରା। ବାକ୍ୟ ଦ୍ୱାରା। ଦ୍ୱାରା କରିଥିଲେ। ସମସ୍ତଙ୍କୁ ଧନ୍ୟବାଦ। ଆଉ ମୁଁ 40 ଗୋଟି ପ୍ରଶ୍ନ କରିଥିଲି, ଏତେ ଜଲ୍ଦି ଯଦି ଆପଣ ମାନେ କହିଲେ ମତେ ବହୁତ ଆଶ୍ଚର୍ଯ୍ୟ ଲାଗୁଛି। ପ୍ରଭୁ ଆଶୀର୍ବାଦ କରନ୍ତୁ। ଏଇଟା ଗୋଟେ ବହୁତ ସୁନ୍ଦର ପ୍ରୟାସ ଯେ ଆପଣ ମାନେ ଆଉ ବହୁତ ସୁନ୍ଦର ଭାବରେ ପଢିଛନ୍ତି, ସ୍ମରଣ ରଖିଛନ୍ତି। ଆଉ ବିଶେଷ କରିକି ପ୍ରଭୁ ଆପଣ ମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ ଅନୁଗ୍ରହ କରନ୍ତୁ। 8 ଅଧ୍ୟାୟର 7 ପଦ। 7 ପଦ ପଢିବା। ସେତେବେଳେ ସଦାପ୍ରଭୁ ସାମୁଏଲକୁ କହିଲେ, ଏହି ଲୋକ ମାନେ ତୁମକୁ ଯାହା ଯାହା କହନ୍ତି ସେଇ ସବୁ ରବରେ କର୍ଣ୍ଣପାତ କର, କାରଣ ସେମାନେ କେବଳ ତୁମକୁ ଅଗ୍ରାହ୍ୟ କରିନାହାନ୍ତି, ମାତ୍ର ଆମ୍ଭେ ଯେପରି ସେମାନଙ୍କ ଉପରେ ରାଜା ନହିବା ଏଥିପାଇଁ ସେମାନେ ଆମକୁ ଅଗ୍ରାହ୍ୟ କରିଅଛନ୍ତି। ଆମେନ୍। ଧନ୍ୟବାଦ। ଏଇଟା ହଉଛି ପ୍ରଥମ ସାମୁଏଲ ପୁସ୍ତକର ସବୁଠାରୁ କି ଭର୍ସ। ଯେତେବେଳେ ରାଜାଙ୍କୁ ସେ ମାଗିଲେ ଗୋଟେ ରାଜା ଦିଅ ବୋଲି, ଆଉ ପ୍ରଭୁ ସାମୁଏଲକୁ ଏ କଥା କହିଥିଲେ। ସେଥିପାଇଁ ଯେତେ ଜଣ ସମସ୍ତେ ଆଜି ଆଉ ସମସ୍ତେ ଗୁଡ୍ ଆନ୍ସର, ସମସ୍ତେ ସଠିକ ଆନ୍ସର ଦେଇଛନ୍ତି, ଗୋଟିଏ ବି ଭୁଲ ନାହିଁ। ସମସ୍ତେ ସଠିକ ଆନ୍ସର ଦେଇଛନ୍ତି। ସେଥିପାଇଁ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଏପରି ସଦା ସର୍ବଦା ମାନେ ଏଇପରି ବାକ୍ୟରେ ଲାଗି ରହୁ। ପ୍ରଭୁ ଆମେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ସମସ୍ତଙ୍କୁ ଧନ୍ୟବାଦ। ନମସ୍କାର। ସୁନ୍ଦର ସୁଯୋଗ ପାଇଥିବାରୁ ମୁଁ ବିନୟ ଭାଇକୁ ମଧ୍ୟ ଧନ୍ୟବାଦ ଦିଏ। ନମସ୍କାର। ରହିଲି। ଧନ୍ୟବାଦ।